ଶୁଣନ୍ତୁ ଫିଲ୍ମରେ କିଛି ଏମିତି ନାହିଁ। ଶୁଣନ୍ତୁ ଆକ୍ଚୁଆଲି ଆମର ଦୁର୍ଭାଗ୍ୟ ଆମ ସେନ୍ସର ବୋର୍ଡ କାହିଁକି ଏମିତି କରୁଛି ମୁଁ ଜାଣିପାରୁନି। ବର୍ତ୍ତମାନ ସେ ଟାଇମ୍ ଆଉ ନାହିଁ ଯେତେବେଳେ ଆମେ ଓଡ଼ିଆ ଫିଲ୍ମ ତିଆରି କରୁଥିଲୁ ଓନ୍ଲି ଓଡ଼ିଶାରେ ଚାଲୁଥିଲା। ବର୍ତ୍ତମାନ ପ୍ୟାନ୍ ଇଣ୍ଡିଆ ହେଇଗଲାଣି, ଅଲ୍ ଓଭର ୱାର୍ଲଡ ଲୋକ ଦେଖୁଛନ୍ତି। ଆମେ କ'ଣ ସେଇ ରହିବା ତଳ ହେଇକି ରହିବା? ଯଦି ଆମ ଡାଇରେକ୍ଟର ମାନେ ଯଦି କମର୍ସିଆଲ ପିକ୍ଚର ବନୁଛନ୍ତି ଡେଫିନେଟଲି ମୋ କହିବା କଥା ଓଡ଼ିଆ ଭାଷା ଯେଉଁମାନେ ବୁଝିପାରୁଥିବେ ତାକୁ ରଖିଲେ ସେ ଜାଣିବେ। ଆଉ ମୁଁ ଶୁଣିବା ପାଇଁ ଯେଉଁମାନେ ସବୁ ଏ ସାଇଟ୍ ପାଇଛନ୍ତି ସେମାନେ ଗୋଟିଏ କମ୍ପ୍ଲେନ୍ ହେଉଛି କି ମେମ୍ବର ମାନେ ସବୁ ବହି ଦେଖିକି କହୁଛନ୍ତି। ଇଏ କ'ଣ ପାଠ ପଢ଼ି ଯାଉ ସେଇ ଘରେ ପାଠ ପଢ଼, ତୁମେ ବହି ଦେଖିକି କହିବ ନା ଏଇଟା ପାସ୍ ହବନି? ଏସବୁ କ'ଣ ସେଟା ମୁଁ କହିଦେଇଛି ଆଗରୁ। ଆକ୍ଚୁଆଲି ଏଟା ଗୋଟେ ନାମ ପ୍ରଡ୍ୟୁସରର ମାରଣ ନୀତି। ବର୍ତ୍ତମାନ ଇଏ ଗୋଟେ ନୂଆ ପ୍ରଡ୍ୟୁସର ସେ ଆସିଥିଲା, 1.5 କୋଟି ଖର୍ଚ୍ଚ କରିଛି। ସେ ଗୋଟେ ନୂଆ ହିରୋକୁ ଇଣ୍ଟ୍ରୋଡ୍ୟୁସ୍ କରିଛି ତା ପୁଅକୁ। ଯାହା ବି ହଉ ଗୋଟେ ନୂଆ ହିରୋର ଭବିଷ୍ୟତ ଏବଂ ଗୋଟେ ପ୍ରଡ୍ୟୁସର ଫାର୍ଷ୍ଟ ଟାଇମ୍ ଫିଲ୍ମ ବନୁଛି, ତାର ଇଚ୍ଛା ହବ ଫିଲ୍ମ ବନେଇବା ପାଇଁ? ଆପଣ ଏହା ଦ୍ୱାରା ଆପଣ ନୂଆ ନୂଆ ପ୍ରଡ୍ୟୁସରକୁ ମାରୁଛନ୍ତି। ସେଇମାନେ ଡେୟାରିଂ ହେଇକି ଫିଲ୍ମ ଖର୍ଚ୍ଚ କରି ଫିଲ୍ମ ତିଆରି କରୁଛନ୍ତି। ନାଇଁ ମୋତେ ଆଜି ଭଲ ଲାଗିଲା। ଲୁବୁନ ତାର ପ୍ରତ୍ୟେକ ଫିଲ୍ମ ସେ ନିଜେ ହିରୋ ଥାଏ, ବଟ୍ ପ୍ରଥମ ଥର ପାଇଁ ସେ ନିର୍ଦ୍ଦେଶନା ଭାର ନେଇଛି ଏବଂ ସାମ୍ନାକୁ ଗୋଟେ ନୂଆ ହିରୋ ତୁଷାରକୁ ଇଣ୍ଟ୍ରୋଡ୍ୟୁସ୍ କରିଛି ଆଜି ଏ ହିରୋ। ମୁଁ ଇଣ୍ଟରଭ୍ୟୁ ଦେଖିଛି, ମୋତେ ଭାରି ଭଲ ଲାଗିଲା। ହିରୋ ହିରୋ ହେଉଛି ହିରୋ ଲାଇକ୍ ହିରୋ। ମୋତେ ଲମ୍ବା ହିରୋ ଭଲ ଲାଗେ, ବହୁତ ହିରୋ ବଢ଼ିଆ କରିଛି। ଅଙ୍କିତା ତା ଲାଇଫ୍ର ବେଷ୍ଟ ରୋଲ୍ ପାଇଛି, ଭଲ କରିଛି। ବର୍ତ୍ତମାନ ଜଷ୍ଟ ଇଣ୍ଟରଭ୍ୟୁ ହେଇଛି, ଲଭ୍ 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 ହେଇକି ବର୍ତ୍ତମାନ ଆକ୍ସନ୍କୁ ଯାଉଛି ଷ୍ଟୋରି। ଭଲ ବନିଛି ଲୁବୁନ ଟୁବୁନ ଆଣ୍ଡ ଟିମ୍ ବହୁତ ଭଲ ପିକ୍ଚର ବନେଇଛନ୍ତି। ଅଲ୍ ଦ ବେଷ୍ଟ। ଶୁଣନ୍ତୁ ଫିଲ୍ମରେ କିଛି ଏମିତି ନାହିଁ। ଶୁଣନ୍ତୁ ଆକ୍ଚୁଆଲି ଆମର ଦୁର୍ଭାଗ୍ୟ ଆମ ସେନ୍ସର ବୋର୍ଡ କାହିଁକି ଏମିତି କରୁଛି ମୁଁ ଜାଣିପାରୁନି। ବର୍ତ୍ତମାନ ସେ ଟାଇମ୍ ଆଉ ନାହିଁ ଯେତେବେଳେ ଆମେ ଓଡ଼ିଆ ଫିଲ୍ମ ତିଆରି କରୁଥିଲୁ ଓନ୍ଲି ଓଡ଼ିଶାରେ ଚାଲୁଥିଲା। ବର୍ତ୍ତମାନ ପ୍ୟାନ୍ ଇଣ୍ଡିଆ ହେଇଗଲାଣି, ଅଲ୍ ଓଭର ୱାର୍ଲଡ ଲୋକ ଦେଖୁଛନ୍ତି। ଆମେ କ'ଣ ସେଇ ରହିବା ତଳ ହେଇକି ରହିବା? ଯଦି ଆମ ଡାଇରେକ୍ଟର ମାନେ ଯଦି କମର୍ସିଆଲ ପିକ୍ଚର ବନୁଛନ୍ତି ସେମାନେ ତ ସପୋର୍ଟ କରିବା କଥା। ମୋତେ କୁହନ୍ତୁ ଆନିମଲ ପିକ୍ଚର ପୁରା ରକ୍ତାକ୍ତ, ଏବେ ୟଙ୍ଗ ମାସ୍ ଚାହୁଁଛନ୍ତି। ଯେତେବେଳେ ମୁଁ ଆଇ ଲଭ୍ ୟୁ ଟୁ କଲି, ମୋ ପୁଅ ମୋତେ କହୁଛି ବାବା ଆମେ ବନେଇବା ଆନିମଲ ଭଳିଆ ପିକ୍ଚର। କାହିଁକିନା ୟଙ୍ଗ ପିଲାମାନେ ସେ ଚାହୁଁଛନ୍ତି, ଆମେ ସେ ପୁରୁଣା ପିଲା କେମିତି ହେବ? ତେଣୁ ମୁଁ ଚାହିଁବି ସେନ୍ସର ବୋର୍ଡ ଏବଂ ମେମ୍ବର ଟିକେ ଟାଇମ୍ ସାଙ୍ଗରେ ଅପଡେଟ୍ ହୁଅନ୍ତୁ ଏବଂ ଫିଲ୍ମକୁ ଡେଫିନେଟଲି ମୋ କହିବା କଥା ଓଡ଼ିଆ ଭାଷା ଯେଉଁମାନେ ବୁଝିପାରୁଥିବେ ତାକୁ ରଖିଲେ ସେ ଜାଣିବେ। ଆଉ ମୁଁ ଶୁଣିବା ପାଇଁ ଯେଉଁମାନେ ସବୁ ଏ ସାଇଟ୍ ପାଇଛନ୍ତି ସେମାନେ ଗୋଟିଏ କମ୍ପ୍ଲେନ୍ ହେଉଛି କି ମେମ୍ବର ମାନେ ସବୁ ବହି ଦେଖିକି କହୁଛନ୍ତି। ଇଏ କ'ଣ ପାଠ ପଢ଼ି ଯାଉ ସେଇ ଘରେ ପାଠ ପଢ଼, ତୁମେ ବହି ଦେଖିକି କହିବ ନା ଏଇଟା ପାସ୍ ହବନି? ଏସବୁ କ'ଣ ଭୁଲ? ଟାଇମ୍ ସାଙ୍ଗରେ ଚାଲ। ବର୍ତ୍ତମାନ ହେଇଗଲାଣି OTT ପ୍ଲାଟଫର୍ମ, କ'ଣ ଲାଙ୍ଗୁଏଜ ୟୁଜ୍ କରୁଛନ୍ତି। ଡାଇରେକ୍ଟ ମୋବାଇଲରେ ଦେଖନ୍ତୁ କ'ଣ ଭିଡ଼ିଓ ଆସୁଛି, ଆଉ ତାକୁ ସେ ସ୍ତର ନାହିଁ। ଯୋଉଟା ଟିକେଟ୍ ଦେଇ ଲୋକ ହଲ୍ରେ ଦେଖିବେ, ତମେ ତ କଞ୍ଚି ମାରୁଛ। ଦୁର୍ଭାଗ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ, ସେଟା ମୁଁ କହିଦେଇଛି ଆଗରୁ। ଆକ୍ଚୁଆଲି ଏଟା ଗୋଟେ ନାମ ପ୍ରଡ୍ୟୁସରର ମାରଣ ନୀତି। ବର୍ତ୍ତମାନ ଇଏ ଗୋଟେ ନୂଆ ପ୍ରଡ୍ୟୁସର ସେ ଆସିଥିଲା, 1.5 କୋଟି ଖର୍ଚ୍ଚ କରିଛି। ସେ ଗୋଟେ ନୂଆ ହିରୋକୁ ଇଣ୍ଟ୍ରୋଡ୍ୟୁସ୍ କରିଛି ତା ପୁଅକୁ। ଯାହା ବି ହଉ ଗୋଟେ ନୂଆ ହିରୋର ଭବିଷ୍ୟତ ଏବଂ ଗୋଟେ ପ୍ରଡ୍ୟୁସର ଫାର୍ଷ୍ଟ ଟାଇମ୍ ଫିଲ୍ମ ବନୁଛି, ତାର ଇଚ୍ଛା ହବ ଫିଲ୍ମ ବନେଇବା ପାଇଁ? ଆପଣ ଏହା ଦ୍ୱାରା ଆପଣ ନୂଆ ନୂଆ ପ୍ରଡ୍ୟୁସରକୁ ମାରୁଛନ୍ତି। ସେଇମାନେ ଡେୟାରିଂ ହେଇକି ଫିଲ୍ମ ଖର୍ଚ୍ଚ କରି ଫିଲ୍ମ ତିଆରି କରୁଛନ୍ତି। ନା ଡେଫିନେଟ୍ ହେଉଛି, ବହୁତ କିଛି ଅଛି। ସେଇଥିପାଇଁ ମୁଁ କହି ଆସିଛି ଆମର ଏକାଠି ହେବାର ସମୟ ଆସିଯାଇଛି। କାହିଁକିନା ଏକୁଟିଆ ପ୍ରଡ୍ୟୁସର କିଛି କହିପାରିବନି, ମୁଁ ଏକୁଟିଆ କହିଲେ କି ଶୁଣିବେନି। ଯଦି ଏକାଠି ହେଇ ଗୋଟେ ସଂଘ କରି ଆସୁଛନ୍ତି ଶୁଣିବେ, କାହିଁକି ପ୍ରଡ୍ୟୁସର ଆସୁଛନ୍ତି ନାହିଁ, ଏଇଟା ଆମର ଦୁର୍ଭାଗ୍ୟ। ତେଣୁ ସେ ପ୍ରଡ୍ୟୁସର ଦେବାଶିଷ ପଟ୍ଟନାୟକ ଆମର ରଡ଼ିର ପ୍ରଡ୍ୟୁସର, ସେ କ'ଣ କରିବେ? ଯେଉଁ 4ଟା ପିକ୍ଚର ଯେଉଁ ଏ ସାଇଟ୍ କରିବେ କାହାକୁ ଜଣେଇବେ? ଯଦି ସଂଘ ଆମର ସିଏ ଥାନ୍ତା ବର୍ତ୍ତମାନ ସେ କମ୍ପ୍ଲେନ୍ କରିଥାନ୍ତେ ଏବଂ ସଂଘ ଯାଇକି ଫାଇଟ୍ କରିଥାନ୍ତା। ତେଣୁ ଆଗେ ଆମକୁ ସଂଘ କରିବାକୁ ପଡ଼ିବ, ପ୍ରଡ୍ୟୁସରଙ୍କୁ ଏକାଠି କରିବାକୁ ପଡ଼ିବ, ହେଲେ ତାଙ୍କ ଦୁଃଖ ବୁଝିବ।